ଓମ୍ ଶାନ୍ତି। ସତ୍ୟପିତା ନିରାକାର ପରମାତ୍ମା ଶିବ ବାବାଙ୍କର ମହାଦାନୀ ଆତ୍ମିକ ସନ୍ତାନମାନଙ୍କୁ ଆନ୍ତରିକ ଶୁଭ ଅଭିନନ୍ଦନ, ସୁସ୍ୱାଗତମ୍, ସୁପ୍ରଭାତ। ଭଗବାନ କହୁଛନ୍ତି, ମୁଁ ଆସିଛି ତୁମମାନଙ୍କଠାରୁ ଦାନ ନେବା ପାଇଁ। ଦାନରେ ତୁମ ପାଖରେ ଯାହା ବି ପୁରୁଣା ଆବର୍ଜନା ଅର୍ଥାତ୍ ପୁରୁଣା ସ୍ୱଭାବ, ପୁରୁଣା ସଂସ୍କାର, ବିକର୍ମ ଆଦି ଅଛି, ଯାହା ମୂଲ୍ୟହୀନ ଏବଂ ସାରା ମନୁଷ୍ୟ ସମାଜକୁ ମୂଲ୍ୟହୀନ କରିଦେଉଛି, ତାହା ସବୁ ମୋତେ ଦେଇଦିଅ। ଯେଉଁ ଦାନର ମହତ୍ଵ ଆଜି ପର୍ଯ୍ୟନ୍ତ ମଧ୍ୟ ଅଛି। ଆଜି ପରମ୍ପରା ହିସାବରେ ଦାନର ମହତ୍ଵକୁ ପାଳନ କରାଯାଉଛି ଭକ୍ତି ମାର୍ଗରେ, ପରନ୍ତୁ ଦାନର ମହତ୍ଵକୁ ଠିକ୍ ଭାବରେ ନ ବୁଝି ଅର୍ଥାତ୍ ଦାନ କ'ଣ କରାଯିବା ଦରକାର, କାହାକୁ କରାଯିବା ଦରକାର, ଏହାର ମହତ୍ଵକୁ ନ ଜାଣି କେବଳ ଦାନର ପରମ୍ପରାକୁ ପାଳନ କରାଯାଉଛି ଯାହା, ଏହା ମଧ୍ୟ କୁହାଯାଏ କି ଅପାତ୍ରରେ ଦାନ। ଏହା ଉଭୟଙ୍କ ପାଇଁ କ୍ଷତିକାରକ ହୋଇଥାଏ। ମନେ କରାଯାଉ, ଜଣେ ବିଭିନ୍ନ ଛଳନାରେ ଅଭିନୟ କରି ଅନ୍ୟଠାରୁ ଦାନ ସ୍ୱରୂପ କିଛି ଅର୍ଥ ପ୍ରାପ୍ତ କରୁଛି। ପର ମୁହୂର୍ତ୍ତରେ ସେଥିରେ ସେ ବ୍ୟର୍ଥ କାର୍ଯ୍ୟ କରୁଛି, ତେବେ ଦାନ ଦେଲାବାଲା ଏବଂ ଦାନ ଗ୍ରହଣ କଲାବାଲା ଉଭୟ ପାପର ଭାଗୀଦାରୀ ହେଉଛନ୍ତି। ଦ୍ୱିତୀୟ କଥା ହେଉଛି, କୁହାଯାଏ ଜ୍ଞାନ ଦାନ ହିଁ ସର୍ବଶ୍ରେଷ୍ଠ ଦାନ। କାରଣ ଜ୍ଞାନ ଦ୍ୱାରା ବ୍ୟକ୍ତିର ମାନସିକ, ଆର୍ଥିକ ସବୁ କ୍ଷେତ୍ରରେ ସମ୍ପନ୍ନତା ଆସିଥାଏ ସାରା ଜୀବନ ପାଇଁ। ପରନ୍ତୁ ସ୍ଥୂଳ ଧନର ଦାନ ଦ୍ୱାରା କାହାର ସୀମିତ ସମୟର ଦୁଃଖ ତ ଦୂର ହୋଇପାରେ, ସଦାକାଳ ପାଇଁ ନୁହେଁ। ଆଜି ଯିଏ କିଛି ଅର୍ଥ ନେଉଥିବ, ସେ ବାର ବାର ଆହୁରି ଅଧିକରୁ ଅଧିକ ଅର୍ଥ ଆଶା କରିବ। ମିଳିଲେ ପ୍ରଶଂସା କରିବ, ନ ମିଳିଲେ ନିନ୍ଦା କରି ଚାଲିବ। ତେଣୁ ଏପରି ଦାନ ଦିଆଯାଉ, ତାହା ପୁଣି ପାତ୍ର ଦେଖି, ଯଦ୍ୱାରା ତାର ସକଳ ଦୁଃଖ ଦୂର ହୋଇ ସର୍ବଗୁଣ ସର୍ବ ସୁଖ ପ୍ରାପ୍ତିର ମାର୍ଗ ଉନ୍ମୁକ୍ତ ହୋଇଯାଉ। ଏହା ସମ୍ଭବ କେବଳ ସତ୍ୟ ଜ୍ଞାନ, ଯାହା ସତ୍ୟ ପିତା ପରମାତ୍ମା ପ୍ରଦାନ କରୁଛନ୍ତି, ଯାହାର ଶାସ୍ତ୍ରରେ ମଧ୍ୟ ଗାୟନ ଅଛି କି ଅମରନାଥରେ ଅମରନାଥ ଶିବ ବାବା ପାର୍ବତୀଙ୍କୁ ଅମର କାହାଣୀ ବା ସତ୍ୟ ନାରାୟଣ କାହାଣୀ ଶୁଣେଇଥିଲେ। ତେବେ ବାସ୍ତବରେ ନିରାକାର ଅମରନାଥ ବାବା ଆମ ଆତ୍ମା ରୂପକ ପାର୍ବତୀମାନଙ୍କୁ ବର୍ତ୍ତମାନ ସତ୍ୟ 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 ନାରାୟଣ କଥା ବା ଅମର କଥା ଶୁଣାଇ ଅମର କରୁଛନ୍ତି। ଅର୍ଥାତ୍ ସତ୍ୟ ତ୍ରେତୟା ଦୁଇ ଯୁଗ ସ୍ୱର୍ଗ ରାଜ୍ୟରେ ଅକାଳ ମୃତ୍ୟୁରୁ ମୁକ୍ତ କରୁଛନ୍ତି। ସେଥିପାଇଁ କହୁଛନ୍ତି, ତୁମ ପାଖରେ ଯାହା କିଛି ଅଛି ବୁଦ୍ଧି ସହିତ ଅର୍ପଣ କରିଦିଅ। ତେବେ ପୁଣ୍ୟ ଆତ୍ମା ହୋଇ, ଦୈବୀ ଗୁଣ ସମ୍ପନ୍ନ ହୋଇ ଆଗାମୀ ନୂତନ ସତ୍ୟଯୁଗୀ ସ୍ୱର୍ଗ ଦୁନିଆରେ ସମ୍ପୂର୍ଣ୍ଣ ସୁଖ ଶାନ୍ତି ପ୍ରାପ୍ତି ସ୍ୱରୂପ ଭୋଗ କରି ଚାଲିବେ ଅନେକ ଜନ୍ମ ପର୍ଯ୍ୟନ୍ତ। ଯାହାର ଗାୟନରେ କୁହାଯାଏ କି ସ୍ୱର୍ଗ ରାଜ୍ୟରେ ସମସ୍ତେ ସର୍ବଗୁଣ ସମ୍ପନ୍ନ, 16 କଳା ସମ୍ପନ୍ନ, ସମ୍ପୂର୍ଣ୍ଣ ନିର୍ବିକାରୀ, ଅହିଂସା ପରମ ଧର୍ମ, ମର୍ଯ୍ୟାଦା ପୁରୁଷୋତ୍ତମ ଏହିଭଳି ହେବେ।
ପୁଣ୍ୟ ଦୁନିଆକୁ ଯାଉଥିବା ପିଲାମାନଙ୍କ ପ୍ରତି ପୁଣ୍ୟ ଦୁନିଆର ସ୍ଥାପନକର୍ତ୍ତା ନିରାକାର ପରମାତ୍ମା ଶିବ ବାବା କହୁଛନ୍ତି, ମିଠା ସନ୍ତାନଗଣ, ଯଦି ପୁଣ୍ୟର ଦୁନିଆକୁ ଯିବାର ଅଛି ତେବେ ସବୁଥିରୁ ମମତ୍ୱ ତୁଟାଇ ଦିଅ, କାରଣ ଏହା ହେଉଛି ପତିତ ତମୋପ୍ରଧାନ ପାପର ଦୁନିଆ। ଏଠାରେ ଦେହ ସହିତ ସର୍ବ ସମ୍ବନ୍ଧ ହିଁ ଦୁଃଖଦାୟୀ ଅଟେ। ପାଞ୍ଚ ବିକାର ଯଥା କାମ, କ୍ରୋଧ, ଲୋଭ, ମୋହ ଆଉ ଅହଙ୍କାରକୁ ସମ୍ପୂର୍ଣ୍ଣ ତ୍ୟାଗ କରିଦିଅ, ଅର୍ଥାତ୍ ମୋତେ ଦାନ ସ୍ୱରୂପ ଦେଇଦିଅ। ଦାନ ଦେଇସାରି ପୁନଶ୍ଚ ଫେରାଇ ନେବା ଉଚିତ ନୁହେଁ, ଅର୍ଥାତ୍ କୌଣସି ବି ବିକାରର ବଶୀଭୂତ ହେବା ଅନୁଚିତ। ଏହି ଅନ୍ତିମ ଜନ୍ମରେ ଜ୍ଞାନ ଚିତା ଉପରେ ବସି ଗୋରା ଅର୍ଥାତ୍ ପବିତ୍ର ହୋଇ ପୁଣ୍ୟ ଆତ୍ମା ହେଇ ପୁଣ୍ୟର ଦୁନିଆକୁ ଚାଲିଯିବ। ଯେହେତୁ ଜନ୍ମ ଜନ୍ମାନ୍ତର କାମ ଚିତା ଉପରେ ବସି ସମ୍ପୂର୍ଣ୍ଣ ବିକାରୀ ପତିତ ହେଇଯାଇଛ, ତେଣୁ ଏହି କର୍ମେନ୍ଦ୍ରିୟ ଦ୍ୱାରା କୌଣସି ବି ବିକର୍ମ ଯେପରି ନ ହୁଏ ସେଥିପ୍ରତି ଯତ୍ନବାନ ହେବା ଦରକାର। ନିଜର ଖାତା ବା ଯେ ରେଜିଷ୍ଟର ଖରାପ ନ ହେଉ ସେଥିପାଇଁ ବହୁତ ଖବରଦାର ରହିବାକୁ ହେବ। କେବେ ହେଲେ ଏହି ଈଶ୍ୱରୀୟ କୂଳକୁ କଳଙ୍କିତ କରିବା ଭଳି କାର୍ଯ୍ୟ କରିବା ଅନୁଚିତ। ସେଥିପାଇଁ ଭଗବାନ ଯେଉଁ ସତ୍ୟ ପାଠ ପଢ଼ଉଛନ୍ତି ତାହା ପ୍ରତ୍ୟହ ପଢ଼ିବା ଦରକାର, କେବେ ବି ମିସ୍ କରିବା ଅନୁଚିତ। ଯେପରି ଶ୍ରବଣ କୁମାର ପିତୃମାତୃ ଭକ୍ତ ଥିଲେ, ସେହିଭଳି ଶ୍ରବଣ କୁମାର କୁମାରୀ ହୋଇ ଜ୍ଞାନର ଭାରରେ ଅର୍ଥାତ୍ ଜ୍ଞାନ ରୂପକ ଭାର ଦ୍ୱାରା ସମସ୍ତଙ୍କୁ ବସେଇବାକୁ ହେବ। ମିତ୍ର ସମ୍ବନ୍ଧୀ ପରିବାର ସଦସ୍ୟଙ୍କୁ ମଧ୍ୟ ଜ୍ଞାନ ଦେଇ ସେମାନଙ୍କର କଲ୍ୟାଣ କରିବାକୁ ହେବ। ନିଜର ପେଶା ଅର୍ଥାତ୍ ବୃତ୍ତିର ସ୍ମୃତି ଦ୍ୱାରା ମନକୁ ନିୟନ୍ତ୍ରଣ କରୁଥିବା ରାଜଯୋଗୀ ହେବା ଦରକାର। ସାରା ଦିନରେ ମଝିରେ ମଝିରେ ସ୍ମୃତିରେ ଆଣ କି ମୁଁ ରାଜଯୋଗୀ ଅଟେ। ସର୍ବଦା ରାଜଯୋଗୀର ଆସନ ଉପରେ ସ୍ଥିତ ହୋଇ ରୁହ। ରାଜଯୋଗୀ ଅର୍ଥାତ୍ ରାଜା ଯାହା ଭିତରେ ନିୟନ୍ତ୍ରଣ କରିବାର ତଥା ଶାସନ କରିବାର ଶକ୍ତି ରହିଥାଏ। ଗୋଟିଏ ସେକେଣ୍ଡରେ ମନକୁ ନିୟନ୍ତ୍ରଣ କରିଲା ବାଲା କେବେ ହେଲେ ସଂକଳ୍ପ, ବାଣୀ ଏବଂ କର୍ମକୁ ବ୍ୟର୍ଥରେ ଯିବାକୁ ଦେଉନଥିବା ଆତ୍ମା। ସ୍ୱ ଉପରେ ଅର୍ଥାତ୍ ନିଜ ଉପରେ ରାଜ୍ୟ କରୁଥିବା ଆତ୍ମାମାନେ ହିଁ ପ୍ରକୃତିଜିତ୍ ବା ସ୍ୱରାଜ୍ୟ ଅଧିକାରୀ ଅଟନ୍ତି। ଆଚ୍ଛା, ଆଜି ପାଇଁ ଏଇଠାରେ ଆମେମାନେ ବିରାମ ନେବା। ପୁନଶ୍ଚ ଆସନ୍ତାକାଲି ଆମେମାନେ ଏକତ୍ରିତ ହେବା ସେହି କଲ୍ୟାଣକାରୀ ପରମାତ୍ମାଙ୍କର ଆଉ କିଛି ଅମୂଲ୍ୟ ମହାବାକ୍ୟକୁ ଶ୍ରବଣ, ମନନ, ଚିନ୍ତନ ଏବଂ ଧାରଣ କରି ନିଜର ତଥା ସାରା ବିଶ୍ୱର କଲ୍ୟାଣ କରିଚାଲିବା। ଓମ୍ ଶାନ୍ତି, ଓମ୍ ଶାନ୍ତି, ଓମ୍ ଶାନ୍ତି। ଶେଷରେ ପୁଣି ଥରେ କହି ରଖେ,
ଏହିଭଳି ଆଧ୍ୟାତ୍ମିକ କଥାବସ୍ତୁକୁ ଶ୍ରବଣ କରିବା ପାଇଁ ଆମର ଏହି ଆଧ୍ୟାତ୍ମିକ ଚ୍ୟାନେଲ ଅଲିଭାଦୀପକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ନୀତି ପ୍ରତିଦିନ ସିଧାସଳଖ ଏହାକୁ ଶୁଣିବା ପାଇଁ ବେଲ୍ ଆଇକନ୍କୁ ଦବାଇବା ପାଇଁ ଭୁଲନ୍ତୁ ନାହିଁ। ଓମ୍ ଶାନ୍ତି।